এইটি সেমিতি হেই পারিবনি। যাଉଛି যাଉଛି ର ତମେ ତ ଏବେ ଟିକେ ପୂର୍ବରୁ ମତେ କହିଲ ଚପଲରେ ମାରିବ। ଏ କଥାର ବଦଲା ନ ନେଲା ଯାଏ ମୁଁ ତମ କଥାରେ ରାଜି ହେଇପାରିବି। ଓହୋ ରାହୁଲ ଟିକେ ରିଲାକ୍ସ ହଉ। ଏଇଟା ଯାହା ଗୋଟେ ସିଏ ତ ଠିକ ଏବେ ଅଛି ଆମେ ରାଜି ହେଇଗଲେଣି। ସିଏ ପୁରା ଆମକୁ ପରିଶ୍ରମ ଦେଇଦେଲେ। ସତରେ ତମେ ଗୋଟେ କାମ କର, ତମେ ଯଦି ଏମିତି ରାଗିକି ଏ ଘରକୁ ନ ଆସିବ ତାହେଲେ ମୁଁ ବଞ୍ଚିବି କେମିତି କହିଲ? ଓ ଆଉ ଗୋଟେ କାମ କର, ତମ ରାଗ ଶାନ୍ତ ହେଲା ପର୍ଯ୍ୟନ୍ତ ତମେ ଯାହା ଦଣ୍ଡ ଦବା କଥା ତାଙ୍କୁ ଦିଅ। ତାପରେ ତମ ମନ ଶାନ୍ତି ହେଇଯିବ। ବାବାରେ ବାବା। ଟା କରୁଛି ହେଲେ ଏଇ ଚାହୁଁନ ଟିକେ ଆରେ ତୁମ ସ୍ୱାମୀ ରାଜି ହେଲା ତ? ଆରେ ରାଜି କାହିଁ ହେବେନି ଯେ? ଏଇ ଟିକେ ପୂର୍ବରୁ ସିଏ କହିଲେ ନା ଏ ଘର ପାଇଁ ତାଙ୍କ ଭାଇ ପାଇଁ ଏ ଘର ଇଜ୍ଜତ ପାଇଁ ସେ ସବୁ କିଛି କରିପାରିବେ। କଣ ସ୍ୱାମୀ ମହାଶୟ ଟିକେ ପାରିବେ ତ? ଆରେ କୁହ ନା କରିପାରିବେ ତ? ଆରେ ଯେତେବେଳେ ଗୋଟେ ଅଯୋଗ୍ୟ ସ୍ୱାମୀ ତା ସ୍ତ୍ରୀର ଆବଶ୍ୟକତାକୁ ପୂରଣ କରିବାକୁ ନିଜକୁ ଅକ୍ଷମ ମନେ କରେ, ନିଜ ଆବଶ୍ୟକତା ପୂରଣ କରିବା ପାଇଁ ପର ପୁରୁଷ ସହିତ ନିଜ ସ୍ତ୍ରୀକୁ ମିଶିବାକୁ ଅନୁମତି ଦେଇପାରେ, ଆରେ ସେତେବେଳେ ମୋ ରାଜିର ମାନେ କଣ? ମୁଁ ତମର ପ୍ରତ୍ୟେକ କଥାରେ ରାଜି, ମୁଁ ତମର ପ୍ରତ୍ୟେକ କଥାରେ ରାଜି। ଦେଖିଲେ ନା ରାହୁଲ? ହୋ 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 ମୁଁ ଠିକ କହୁଥିଲି ତ? ଏବେ ଗୋଟେ କାମ କର, କୁହ। ଯେତେ ଶୀଘ୍ର ପାରୁଛ ତମେ ତାଙ୍କୁ ଦଣ୍ଡ ଦେଇଦିଅ। ଦଣ୍ଡ ଦେବି? ଓକେ। ଆରେ ତୁମ ସ୍ୱାମୀ କହୁଥିବ ସେ ଟିକେ ପୂର୍ବରୁ ମତେ କହିଲେ କଣ? ଚପଲରେ ମାରିବେ। ସେଇ କଥା ତଦକ ମୋ ହାତଟାକୁ ପୁରା କୋଟ୍ କରିଦେଲା। ଆଉ ସେଇ ଜିନିଷ ଯଦି ମୁଁ କାମରେ କରିକି ନ ଦେଖାଏ ତାହେଲେ ମୋ ହାତଟା ଆଉ ଠିକ ହେଇପାରିବ ନାହିଁ। ଓହୋ ଧର୍ମପଦ ସାହାଣୀ, ତମେ ଚପଲରେ ମାର ଖାଇବ ନା ନିଜ ସ୍ତ୍ରୀକୁ ଡିଭୋର୍ସ ଦବ? ଓହୋ ଧର୍ମପଦ ସାହାଣୀ, ଚପଲରେ ମାର ଖାଇବ ନା ନିଜ ମାଇକିକୁ ଡିଭୋର୍ସ ଦବ? ଓହୋ ଧର୍ମପଦ ସାହାଣୀ, ଚପଲରେ ମାର ଖାଇବ ନା ନିଜ ବୋହୂକୁ ଡିଭୋର୍ସ ଦବ? ଆରେ କୁହ। ସିନ୍ଦୁର ସିନ୍ଦୁର ଯେତେବେଳେ ରକ୍ତ ହୁଏ ମଙ୍ଗଳସୂତ୍ର ଯଦି ହାତୀ ଦୌଡ଼ି ହେ ସେତେବେଳେ ସାମାନ୍ୟ ଜିନିଷଟା ମୋ ଉପରେ କିଛି ପ୍ରଭାବ ପକେଇ ପାରିବନି, କିଛି ପ୍ରଭାବ ପକେଇ ପାରିବନି। ଆରେ ନିର୍ବିଘ୍ନ ଜନତା, ଆରେ ଦେଖରେ ଗୋଟେ ପୁରୁଷ ତା ସ୍ତ୍ରୀର ଖୁସି ପାଏ, ତା ଘରର ମାନ ଇଜ୍ଜତ ବଞ୍ଚେଇବା ପାଇଁ କଣ କରି ନ ପାରେ।